ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଅସୁସ୍ଥତା ଏବଂ ଯୋଗ। ଅସୁସ୍ଥତା ଏବଂ ଯୋଗ ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀମାତା ଶରଣ ମମ, ଶ୍ରୀ ଅରବିନ୍ଦ ଶରଣ ମମ। ଆଜିର ଏହି ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ସମାବିଷ୍ଟ ସମସ୍ତ ଭାଇଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ଆଜି ଯେଉଁ ପ୍ରସଙ୍ଗ ଉପରେ ଆମେ ଏକାଗ୍ର ହେବା ସେଟା ହେଉଛି ଅସୁସ୍ଥତା ଏବଂ ଯୋଗ। ଏ ସମ୍ପର୍କରେ ଶ୍ରୀମାଶ୍ରଙ୍କର ବାଣୀର ଆଧାରରେ ଆମେ କିଛି ଆଲୋଚନା କରିବା, ଯାହାକି ଆମର ଜୀବନ ଉପଯୋଗୀ ହେବ ଏବଂ ଆମର ଦୈନନ୍ଦିନ ଦିନଚର୍ଯ୍ୟାରେ ଆମର ଯଥାର୍ଥ ମାର୍ଗଦର୍ଶନ କରିବା ବୋଲି ମୁଁ ଆଶା କରୁଛି। ବିଷୟଟି ହୁଏତ ନୂଆ ନୁହେଁ। ଏ ସମ୍ପର୍କରେ ଆମେ ବିଭିନ୍ନ ଜାଗାରେ ପଢିଥିବା, ଶୁଣିଥିବା। କାରଣ ମା ସ୍ୱାସ୍ଥ୍ୟ ସମ୍ପର୍କରେ ବିଭିନ୍ନ ଜାଗାରେ କହିଛନ୍ତି। ଆମେ ସମସ୍ତେ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଇଥାଉ। ସେଥିପାଇଁ କୁହାଯାଏ ଯେ ମଣିଷ ଶରୀର ରୋଗର ଘର। ପ୍ରକୃତରେ ଆମର ଜ୍ଞାତସାରରେ ବା ଅଜ୍ଞାତସାରରେ ବିଭିନ୍ନ ରୋଗ ପ୍ରତି ମୁହୂର୍ତ୍ତରେ ଆମକୁ ଆକ୍ରମଣ କରିଥାଏ। ତାହା ଯେତେବେଳେ ଗୋଟେ ସୀମା ଲଙ୍ଘନ କରିଯାଏ, ସେତେବେଳେ ଆମେ ତା ବିଷୟରେ ସଚେତନ ହଉ ଏବଂ ତାର ଉପସ୍ଥିତିକୁ ଅନୁଭବ କରୁ, ସେଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁ। କିନ୍ତୁ ରୋଗ ମାତ୍ରାରେ ସେ ନ୍ୟୁନାଧିକ ହେଇପାରେ, କିନ୍ତୁ ପ୍ରାୟତଃ ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ ଅବସ୍ଥାରେ ଆମକୁ ଆକ୍ରମଣ କରିଥାଏ। ସମ୍ପୂର୍ଣ୍ଣ ନିରୋଗ ଜଣେ ବ୍ୟକ୍ତି ପୃଥିବୀରେ ମିଳିବାଟା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ କହିଦେଇପାରେ, ନା ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋର କୌଣସି ରୋଗ ନାହିଁ, ଅସୁସ୍ଥତା ନାହିଁ। ଶାରୀରିକ ନହେଲେ ମଧ୍ୟ ମାନସିକ ଅସନ୍ତୁଳନର ଶିକାର ସେ ହୋଇଥାଇପାରେ। ସେଟା ମଧ୍ୟ ଗୋଟେ ଅସୁସ୍ଥତା। ଆମର WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟେ ସଂଜ୍ଞା ଅଛି ସ୍ୱାସ୍ଥ୍ୟ ସମ୍ପର୍କରେ। ଫିଜିକାଲ, ମେଣ୍ଟାଲ, ଇମୋସନାଲ ଏଣ୍ଡ ସ୍ପିରିଚୁଆଲ ୱେଲବିଂ। ସୋସିଆଲ ମଧ୍ୟ ସେଥିରେ ଯୋଡ଼ି ଦେଇଛନ୍ତି କାଳକ୍ରମେ। ଫିଜିକାଲ, ମେଣ୍ଟାଲ, ଇମୋସନାଲ, ସୋସିଆଲ ଏଣ୍ଡ ସ୍ପିରିଚୁଆଲ ୱେଲବିଂ। ଶାରୀରିକ, ମାନସିକ, ଭାବଗତ, ସାମାଜିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ହେଉଛି ସ୍ୱାସ୍ଥ୍ୟ, ଅର୍ଥାତ୍ ପରିପୂର୍ଣ୍ଣ ସୁସ୍ଥତା। ଜଣେ ବ୍ୟକ୍ତି ଶାରୀରିକ ମାନସିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ଥାଇକରି ଯଦି ଯଥାର୍ଥ ସାମାଜିକ ଜୀବନଟି ବଞ୍ଚି ନ ପାରିଲା, ସମାଜରେ ଯେଉଁ ବ୍ୟକ୍ତିମାନେ ଅସାମାଜିକ ଭାବରେ ପରିଗଣିତ, ସେମାନେ ମଧ୍ୟ ସୁସ୍ଥ ନୁହନ୍ତି, ସମ୍ପୂର୍ଣ୍ଣ ସୁସ୍ଥ ନୁହନ୍ତି। ଆଉ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ କଥା ତ ପ୍ରାୟ କେହି ବୁଝନ୍ତି ନାହିଁ। କିନ୍ତୁ କଥା ହେଉଛି, ଜଣେ ଯଦି ସାମାଜିକ ସୁସ୍ଥତାର ଅଧିକାରୀ ନୁହେଁ, ଗୋଟେ ସାମାଜିକ ବ୍ୟକ୍ତି ନୁହେଁ, ତାର ଶାରୀରିକ ମାନସିକ ସ୍ୱାସ୍ଥ୍ୟ ଯେ ପୂର୍ଣ୍ଣାଙ୍ଗତା ପ୍ରାପ୍ତ ହେଇଥିବ, ଏଇଟା ସନ୍ଦେହଜନକ। କାରଣ ଅସୁସ୍ଥ ସାମାଜିକ ଜୀବନ, ତାର ପଛରେ
ଶାରୀରିକ ଏବଂ ମାନସିକ ଅସୁସ୍ଥତା ଏବଂ ସର୍ବୋପରି ଆତ୍ମିକ ଅସନ୍ତୁଳନ ଗୋଟେ କାରଣ ହେଇଥାଏ। ଜଣେ ସବୁ ଦିଗରୁ ସନ୍ତୁଳିତ ହେଇଥିବ ପୁଣି ସେ ଅସାମାଜିକ ଜୀବନଯାପନ କରିବ, ଏଇଟା ସମ୍ଭବ ନୁହେଁ। ସାମାଜିକ ଜୀବନ ହଉଛି ଜଣଙ୍କର ଆନ୍ତର୍ଜୀବନର ପ୍ରତିଫଳନ। ଆନ୍ତର୍ଜୀବନରେ ଜଣେ ଯଦି ସଂଗତିପୂର୍ଣ୍ଣ ଭାବରେ ଅବସ୍ଥାନ କରୁନାହିଁ, ତାହେଲେ ସେ ଅସନ୍ତୁଳନ ବା ଅସଙ୍ଗତି ତାର ସାମାଜିକ ଜୀବନରେ ମଧ୍ୟ, ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ଜୀବନରେ ମଧ୍ୟ ପ୍ରତିଫଳିତ ହେବ। ତେଣୁ ଅସୁସ୍ଥତା ଯେକୌଣସି ଅଂଶରେ, ଚେତନାର ଯେକୌଣସି ଅଂଶରେ ଥାଉ ନା କାହିଁକି, ତାହା ଚେତନାର ଅନ୍ୟ ଅଂଶ ଗୁଡ଼ିକୁ ବା ଅନ୍ୟ ଅଙ୍ଗ ଗୁଡ଼ିକୁ ପ୍ରଭାବିତ କରିବ ହିଁ କରିବ। ତେଣୁ ପରିପୂର୍ଣ୍ଣ ସୁସ୍ଥତା ହେଉଛି ସମସ୍ତଙ୍କର କାମ୍ୟ। ଆମେ ସମସ୍ତେ ସେଟା ଚାହୁଁ, ଯାହାକି ଏଇ ଜୀବନରେ ବା ପୃଥିବୀର ଏଇ ଅବସ୍ଥାରେ, ଆମର ଚେତନାଗତ ଏଇ ଅବସ୍ଥାରେ ଆମକୁ ଅତି ଦୁର୍ଲଭ ମନେ ହୁଏ। ପରିପୂର୍ଣ୍ଣ ସୁସ୍ଥତା ଲାଭ କରିବା ପ୍ରକୃତରେ ବଡ଼ ଦୁଷ୍କର, କିନ୍ତୁ ଆମ ସମସ୍ତଙ୍କର ସେଟା କାମ୍ୟ। ତେଣୁ ଏ ସମ୍ପର୍କରେ ଆମେ ମାଙ୍କର କିଛି ମନ୍ତବ୍ୟ, କିଛି ବାଣୀ ଅଧ୍ୟୟନ କରିବା, ଯାହାକି ସ୍ୱାସ୍ଥ୍ୟ ସମ୍ପର୍କରେ ଆମର ଧାରଣାକୁ ଆଲୋକିତ କରିବ। ମା କହିଛନ୍ତି ଯେ ରୋଗର କାରଣଟା ପ୍ରାୟତଃ ଆମ ଭିତରେ ଥାଏ। ଆମ ଭିତରେ ଥାଏ କିପରି ନା, ପ୍ରଥମତଃ ଆମେ ଦିବ୍ୟ ଶକ୍ତି ବା ଶୁଭଙ୍କର ଶକ୍ତି ର କ୍ରିୟାରେ ବା ଅବତରଣରେ ଆମେ ବିରୋଧ ସୃଷ୍ଟି କରିଥାଉ। ଆମର ଚେତନାରେ ଏମିତି କିଛି ଅଂଶ ରହିଥାନ୍ତି ଯେଉଁମାନେ ଦିବ୍ୟ ଶକ୍ତିର କ୍ରିୟାରେ ବା ସଂଗତି ସୃଷ୍ଟିକାରୀ ଶକ୍ତି ଗୁଡ଼ିକର କ୍ରିୟାରେ ବାଧା ସୃଷ୍ଟି କରିଥାନ୍ତି ବା ତାଙ୍କୁ ବିରୋଧ କରିଥାନ୍ତି। ଯେମିତି କୁହାଯାଏ, ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ। ଘୁଷୁରୀକୁ ଭଲ ପାଣି କେମିତି ସୁହାଇବ? ସେ ତ ମୂଳରୁ ପଙ୍କରେ ଲୋଟିବାର ତାର ଅଭ୍ୟାସ ଅଛି ନା। ତେଣୁ ପଙ୍କରେ, କଳୁଷରେ, ମଇଳାରେ ଘାଣ୍ଟି ହେବାର ଯେଉଁ ଅଭ୍ୟାସ ଅଛି ଆମର ଚେତନାର କିଛି ଅଂଶର, ସେତେବେଳେ ହଠାତ୍ ଶୁଦ୍ଧ ପାଣି ତା ଭିତରକୁ ଯେତେବେଳେ ପଶି ଆସୁଛି ବୋଲି ସେ ଅନୁଭବ କରୁଛି, ସେ ତାକୁ ପ୍ରତିରୋଧ କରୁଛି। ଆରେ ନା ନା, ଏଇଟା ତ ମୁଁ କେବେ ଦେଖିନଥିଲି, କେବେ ମୁଁ ଜାଣିନି, ଆଉ ଏଇଟା ମତେ ଭଲ ଲାଗିବନି, ସେ ବିରୋଧ କରୁଛି। ତେଣୁ ସେ ଶୁଦ୍ଧ ଶକ୍ତି କଣ କରେ? ଅପସରି ଯାଏ। କାରଣ ଶୁଦ୍ଧ ଶକ୍ତି ଗୁଡାକ ନିଜକୁ ଜାହିର କରନ୍ତି ନାହିଁ, ସେମାନେ ଅପେକ୍ଷା କରନ୍ତି ଯେତେବେଳେ ଗୋଟେ ଅନୁକୂଳ ବାତାବରଣ ସୃଷ୍ଟି ହେବ ଏବଂ ସାଧକ ଚେତନାରେ ସେ ପ୍ରବେଶ କରିବ, ଅବାଧରେ କ୍ରିୟା କରିବ। ବେଳେ ବେଳେ ଅହେତୁକି କୃପାରେ ଆମକୁ ସେ ଶୁଦ୍ଧ ଶକ୍ତି ମାନେ ପ୍ରାପ୍ତ ହେଇଥାନ୍ତି, ସେମାନେ ଅବତରଣ କରନ୍ତି। କିମ୍ବା ବେଳେ ବେଳେ ଆମର ଚେତନା ଆକସ୍ମିକ ଭାବରେ ଆମର କିଛି ଅଜ୍ଞାତ ସାରରେ ପ୍ରସ୍ତୁତି ଥାଇପାରେ, ସେଥିପାଇଁ ସେମାନେ ଅବତରି ଆସନ୍ତି। କିନ୍ତୁ ତାର ଅବତରଣ ପାଇଁ ଆମର ଚେତନାଟା ସାମଗ୍ରିକ ଭାବରେ ପ୍ରସ୍ତୁତ ହେଇନଥାଏ, ତେଣୁ ବିରୋଧ ସୃଷ୍ଟି ହୁଏ। ଏବଂ ଉଚ୍ଚତର ଶକ୍ତିର ଅବତରଣ ଏବଂ ନିମ୍ନତର ପ୍ରକୃତିର ବିରୋଧ, ଏହାର ସଂଘର୍ଷରେ ଆମ ଭିତରେ ଯେଉଁ ଅସନ୍ତୁଳନ ସୃଷ୍ଟି ହୁଏ, ତାହାକୁ ଆମେ କହୁ ଅସୁସ୍ଥତା ବା ରୋଗ। ତାପରେ ତାର ବିପରୀତ ଘଟଣା ମଧ୍ୟ ଘଟେ। ବିପରୀତଟା କଣ? ନା କିଛି ଅଦିବ୍ୟ ସତ୍ତା, କିଛି ଅପଶକ୍ତି, କିଛି ଅନ୍ଧକାର ଶକ୍ତି ଆମ ଭିତରକୁ ପ୍ରବେଶ କରିବା ପାଇଁ ସବୁବେଳେ ଗୋଟେ ବାଟ ଖୋଜୁଥାନ୍ତି, ସେମାନେ ମୌକା ଖୋଜୁଥାନ୍ତି, ଗୋଟେ ଛିଦ୍ର ଖୋଜୁଥାନ୍ତି। ବା ଆମ ଭିତରେ ଗୋଟେ, ଆମର ସତ୍ତାର ଗୋଟେ ଅଙ୍ଗ ବା ଗୋଟେ ଅଂଶ, ଆମର ଚେତନାର ଗୋଟେ ଅଂଶ ତାଙ୍କୁ ଯେମିତି ସ୍ୱାଗତ ଜଣାଇବ, ସେମାନେ ସେଇ ଅପେକ୍ଷାରେ ଥାନ୍ତି। ଏବଂ ମା କହିଛନ୍ତି ଯେ ଆମର ଚେତନାର ଅନେକ ଅଙ୍ଗ ସେ ପ୍ରତିକୂଳ ଶକ୍ତି ମାନଙ୍କୁ, ଅନ୍ଧକାର ଶକ୍ତି ମାନଙ୍କୁ
ଭିତରକୁ ଡାକି ଆଣନ୍ତି, ସେମାନଙ୍କୁ ସ୍ୱାଗତ ଜଣାନ୍ତି, କାରଣ ସେମାନେ ତାଙ୍କର ଅତି ପ୍ରିୟ। ତେଣୁ ଏଇଟାକୁ ସରଳ ଭାବରେ କହିଲେ ଆମେ ଏମିତି କହିବା ଯେ ମାଙ୍କ ଭାଷାରେ ଯେ ରୋଗରେ ଆମେ ଏଥିପାଇଁ ପଡୁ ଯେ ଆମେ ରୋଗକୁ ଭଲ ପାଉ। ରୋଗକୁ ଭଲ ପାଉ ମାନେ ରୋଗର କାରଣ ଗୁଡିକୁ ଭଲ ପାଉ। ରୋଗରେ ଯେଉଁ କଷ୍ଟ ହୁଏ ସେ କଷ୍ଟକୁ ଆମେ ଭଲ ପାଉନା, କିନ୍ତୁ ଯେଉଁ କାରଣରୁ ରୋଗ ଗୁଡିକ ହୁଏ ସେ କାରଣ ଗୁଡିକୁ ଆମେ ଭଲ ପାଉ। ସେମାନେ ଆମର ଅତି ପ୍ରିୟ। ଯେମିତି ଭାଗବତରେ ଗୋଟେ କଥା ଅଛି, ପୁଣ୍ୟସ୍ୟ ଫଳମିଚ୍ଛନ୍ତି ପୁଣ୍ୟಂ ନେଚ୍ଛନ୍ତି ମାନବାଃ, ପାପସ୍ୟ ଫଳମିଚ୍ଛନ୍ତି ପାପସ୍ୟ ଫଳ ନେଚ୍ଛନ୍ତି ପାପಂ କରୋତି ଯତ୍ନତଃ। ପୁଣ୍ୟସ୍ୟ ଫଳମିଚ୍ଛନ୍ତି, ପୁଣ୍ୟର ଫଳ ଆମେ ଆଶା କରୁ, କିନ୍ତୁ ପୁଣ୍ୟମ ନେଚ୍ଛନ୍ତି ମାନବାଃ, ପୁଣ୍ୟ କରିବାକୁ ଆମେ ଇଚ୍ଛା କରୁନା, ପୁଣ୍ୟର ଫଳଟା ଆମର ଦରକାର। ସେଥିପାଇଁ ଆମେ ଭଗବାନଙ୍କୁ ବିଭିନ୍ନ ଜିନିଷ ମାଗୁ, ଏଇଟା ଦିଅ ସେଇଟା ଦିଅ, କିନ୍ତୁ ସେଇଟା ପ୍ରାପ୍ତ କରିବା ପାଇଁ ଆମର ଯେଉଁ ଯୋଗ୍ୟତା ଦରକାର, ଯେଉଁ ପରିଶ୍ରମ ଆମକୁ କରିବାକୁ ପଡିବ, ଯେଉଁ ସାଧନା କରିବାକୁ ପଡିବ, ସେଟା ଆମେ କରିବାକୁ ଚାହୁଁନା। ନା ଆପେ ଆପେ ଦେଇ ଦିଅନ୍ତି, ଭଗବାନଙ୍କର ତ ଶକ୍ତି ଅଛି ନା, ସେ ଦେଇଦେବେ ଆମର ବିନା ପରିଶ୍ରମରେ, ଏଇଟା ଆମେ ଚାହୁଁ। ଅନ୍ୟ ପକ୍ଷରେ ପାପକୁ ଆମେ ଯତ୍ନ ସହକାରେ କରୁ, କିନ୍ତୁ ପାପର ଫଳ ଭୋଗିବାକୁ ନ ପଡନ୍ତା ଆମେ ଏ ଆଶା କରୁ। ସେଥିପାଇଁ ମଧ୍ୟ ଆମେ ଭଗବାନଙ୍କର ଦ୍ୱାରସ୍ଥ ହଉ, ମନ୍ଦିର ମସଜିଦକୁ ଯାଉ, ଯେ ପ୍ରଭୁ ଭୁଲଟା ତ କରିଦେଇଛି, ସେ ଭୁଲର ଫଳଟା ଯେମିତି ମତେ ଭୋଗିବାକୁ ନ ପଡୁ। ପାପମ କରୋତି ଯତ୍ନତଃ, ଆମେ ଯତ୍ନ ସହକାରେ ପାପ କରୁ। ପାପ ପ୍ରକୃତରେ କଣ? ଯାହା ଚେତନାରେ ସଙ୍ଗତି ସୃଷ୍ଟି କରେ ସେଟା ହଉଛି ପୁଣ୍ୟ, ଯାହା ଅସଙ୍ଗତି ସୃଷ୍ଟି କରେ ସେଟା ହଉଛି ପାପ। ସେଟା ନିଜ ଚେତନା ଭିତରେ ହଉ କି ପରିବେଶରେ ହଉ, ଯାହା ଅସଙ୍ଗତି ସୃଷ୍ଟି କରିବ ସେଟା ହଉଛି ପାପ, ଯାହା ସଙ୍ଗତି ସୃଷ୍ଟି କରିବ ସେଟା ହଉଛି ପୁଣ୍ୟ। ଏହା ବ୍ୟତୀତ ଆଉ ଦ୍ୱିତୀୟ ସଂଜ୍ଞା କିଛି ନାହିଁ ପାପ ପୁଣ୍ୟର। ଏଇଟା ବ୍ୟକ୍ତି ପାଇଁ ପ୍ରଯୁଜ୍ୟ, ସମାଜ ପାଇଁ ମଧ୍ୟ ପ୍ରଯୁଜ୍ୟ, ପରିବେଶ ପାଇଁ ପ୍ରଯୁଜ୍ୟ। ତେଣୁ ଏ ଅସୁସ୍ଥତାରେ ବି କଣ, ଏଇଟା କେବଳ ଗୋଟେ ସଙ୍ଗତିର ଗୋଟେ ଘୋର ଅଭାବ। ଶ୍ରୀବନ୍ଦଙ୍କ ଭାଷାରେ ଯୋଗ ସମନ୍ୱୟରେ ପ୍ରଭୁ କହିଛନ୍ତି, all the problems of the world are essentially problems of harmony। ଯେତେ ସବୁ ସମସ୍ୟା ଅଛି ଦେଖନ୍ତୁ, କେତେ ଗଭୀର ଦୃଷ୍ଟିକୋଣ ଏବଂ କେତେ ଉଚ୍ଚ ଦାର୍ଶନିକ ଚିନ୍ତାଧାରା। ଏଇଟା ତ ପ୍ରଭୁଙ୍କର ଦର୍ଶନ ନୁହେଁ, ବରଂ ତାଙ୍କର ଦିବ୍ୟ ଦୃଷ୍ଟି। ସେ ଦେଖୁଛନ୍ତି ସମଗ୍ର ବିଶ୍ୱରେ, ବ୍ରହ୍ମାଣ୍ଡରେ ଯେତେ ସବୁ ସମସ୍ୟା ରହିଛି, ଯେତେ ସବୁ ଅସୁବିଧା ରହିଛି, ତାର ମୂଳ କାରଣ ହଉଛି ଅସଙ୍ଗତି। କୌଣସି ନା କୌଣସି ଜାଗାରେ ଗୋଟେ ଡିସହାରମୋନି ରହିଛି। ଡିସହାରମୋନିଟା କଣ? ଅସନ୍ତୁଳନ। ଚେତନାର ବିଭିନ୍ନ ଅଙ୍ଗ ବା ପରିବେଶର ବିଭିନ୍ନ ଉପାଦାନ ପରସ୍ପର ସହିତ ସଙ୍ଗତି ରକ୍ଷା କରି ଚାଲି ପାରୁନାହାନ୍ତି। କିନ୍ତୁ ଗୋଟେ ବିରାଟ ଫ୍ୟାକ୍ଟ୍ରି ଧରି ନିଅନ୍ତୁ, ଏଇ ସୃଷ୍ଟିଟା ଗୋଟେ ବିରାଟ ଫ୍ୟାକ୍ଟ୍ରି ଭଳି ନୁହେଁ କି? ଗୋଟେ ବିରାଟ ଫ୍ୟାକ୍ଟ୍ରିରେ ଅସଂଖ୍ୟ କଳ କବ୍ଜା ଲାଗିଛି। ସେଥିରେ କୌଣସି ଗୋଟେ ଛୋଟିଆ କଳ କବ୍ଜା ବି ଯଦି ଠିକ ଭାବରେ କାମ ନ କରିବ, ତାହେଲେ ଅନ୍ୟ ଅଂଶ ଗୁଡିକ ପ୍ରଭାବିତ ହେବେ। ସାମାନ୍ୟ ଗୋଟିଏ ଛୋଟିଆ କଳ ପାଇଁ କୋଉଠି ଗୋଟେ ନଟ୍ ଖସିଏ ତ ଧରନ୍ତୁ, ସେତିକିରେ ସାରା ସମଗ୍ର ଫ୍ୟାକ୍ଟ୍ରିଟି, କାରଖାନାଟି ଅଚଳାବସ୍ଥାକୁ ଆସିଯାଇପାରେ। ତେଣୁ ସେଇ ଛୋଟ ଅସୁବିଧାଟି ଛୋଟ ନୁହେଁ, କାରଣ ସେ ଛୋଟ ଅସୁବିଧାରେ ଯାହା ଆମକୁ ଛୋଟ ବୋଲି ଦେଖାଯାଉଛି, ସେଟା ଗୋଟେ ବିରାଟ ଅସଙ୍ଗତିର କାରଣ ହେଇପାରୁଛି। ଗୋଟେ ଛୋଟିଆ ପିନ୍, ଗୋଟେ ତାର, ପିନ୍ କଣ୍ଟା ଭଳି ଗୋଟେ ତାରର ଅଭାବରେ ସିଲିଂ ପଙ୍ଖାଟି ଉପରୁ ଖସି ପଡିପାରେ। ସେ ତାରର ଆର୍ଥିକ ମୂଲ୍ୟ ଦେଖିଲେ କିଛି ନୁହେଁ, ନଗଣ୍ୟ,
ଭ୍ୟାଲ୍ୟୁଲେସ୍ ସେଇଟା, କିନ୍ତୁ ତାର ଉପଯୋଗିତା ଦୃଷ୍ଟିରୁ ଦେଖିଲେ ସେଇଟା ଦୁର୍ମୂଲ୍ୟ, ପ୍ରାଇସଲେସ୍। କାରଣ ସେଇଟା ଜୀବନ ବଞ୍ଚେଇ ଦେଇପାରେ, ତାର ଅଭାବରେ ଜୀବନ ଯାଇପାରେ, ଜୀବନଟା ନଷ୍ଟ ହେଇଯାଇପାରେ। ତେଣୁ ସଙ୍ଗତି, ଯୋଉ ଜାଗାରେ ସଙ୍ଗତି ବିରାଜମାନ କରୁଛି ସେଠି ସମସ୍ୟା ନାହିଁ, ସେଠି ସୁସ୍ଥତା ଅଛି, ଶାନ୍ତି ଅଛି, ଆନନ୍ଦ ଅଛି। ଯୋଉଠି ସଙ୍ଗତି ନାହିଁ ସେଠି ରହିଛି ନିରାନନ୍ଦ, ଦୁଃଖ, ଅସୁସ୍ଥତା ଏବଂ ରୋଗ। ତେଣୁ ସାଧକ ପକ୍ଷରେ ଏଠି ଶିଖିବାର ଜିନିଷ କଣ ନା, ଆମେ ସଙ୍ଗତି ପାଇଁ ସବୁବେଳେ ଚେଷ୍ଟା କରିବା। ସେଥିପାଇଁ ମା କହିଲେ ହାରମୋନି ଆଟ୍ ଏନି କଷ୍ଟ, ହାରମୋନି ଆଟ୍ ଏନି କଷ୍ଟ। ଯେକୌଣସି ମୂଲ୍ୟ ବିନିମୟରେ ଆମକୁ ସଙ୍ଗତି ପ୍ରାପ୍ତ କରିବାର ଅଛି। ସଙ୍ଗତି ଠାରୁ ବଡ଼ ଆଉ କିଛି ନାହିଁ। সেই ସଙ୍ଗତିର ଅଭ୍ୟାସ ଆମେ ପ୍ରତି ମୁହୂର୍ତ୍ତରେ, ପ୍ରତ୍ୟେକ ଅବସ୍ଥାରେ, ଚେତନାର ପ୍ରତ୍ୟେକ ଅଙ୍ଗରେ ଅଭ୍ୟାସ କରିବା। ଶାରୀରିକ, ପ୍ରାଣିକ, ମାନସିକ, ଏ ତିନୋଟି ସ୍ତରରେ। ଆତ୍ମିକ ସ୍ତର ପର୍ଯ୍ୟନ୍ତ ତ ଆମର ଗତି ନାହିଁ, ଏବଂ ଆତ୍ମା ତ ନିଜେ ସଙ୍ଗତିମୟ। ଆତ୍ମା ଯେତେବେଳେ ନିମ୍ନ ଚେତନାକୁ ଉତରି ଆସୁଛନ୍ତି, ସେ ଅସଙ୍ଗତିର ଆବରଣକୁ ନିଜେ ଗ୍ରହଣ କରି ନେଉଛନ୍ତି। ନହେଲେ ଆତ୍ମା ପାଖରେ ଅସଙ୍ଗତି କିଛି ନାହିଁ। ତେଣୁ ଶରୀର, ମନ, ପ୍ରାଣ ସ୍ତରରେ ଅସଙ୍ଗତିକୁ ନ୍ୟୁନାତିନ୍ୟୁନ ଭାବରେ ମଧ୍ୟ ପ୍ରଶ୍ରୟ ନ ଦେବା ପାଇଁ ଆମେ ସଂକଳ୍ପବଦ୍ଧ ହେବା, ଏବଂ ସେଇଟା ହିଁ ଯୋଗ। ତେଣୁ ଅସୁସ୍ଥତା ଯଦି ଆମେ ଅନୁଭବ କରୁଛନ୍ତି ମାଙ୍କ ଭାଷାରେ, ତାହେଲେ ଆମର ସଚେତନ ହେଇଯିବା ଦରକାର ଯେ ଆମର ଯୋଗ ସାଧନାରେ କୌଣସି ନା କୌଣସି ଜାଗାରେ ତ୍ରୁଟି ରହିଛି ବା ନିଷ୍ଠାର ଅଭାବ ରହିଛି। ତେଣୁ ଅସୁସ୍ଥତାକୁ ସିଧାସଳଖ ଆମେ ନିଷ୍ଠାହୀନତା ସହିତ ଯୋଡ଼ି ଦେଇପାରିବା। ତେଣୁ ପ୍ରତିକୂଳ ଶକ୍ତି ମାନଙ୍କର ଆକ୍ରମଣ ଦ୍ୱାରା ରୋଗ ହୋଇଥାଏ କି ବୋଲି ସାଧକ ମାନଙ୍କର ପ୍ରଶ୍ନ ଉତ୍ତରରେ ମା କହୁଛନ୍ତି ଯେ ପ୍ରତିକୂଳ ଶକ୍ତି ମାନଙ୍କର ଆକ୍ରମଣ ଦ୍ୱାରା ରୋଗ ହେଇଥାଏ, ଏଇଟା ସତ, କିନ୍ତୁ ଏଥିପାଇଁ ପ୍ରତିକୂଳ ଶକ୍ତି ମାନେ ଦାୟୀ ନୁହନ୍ତି। କାରଣ ଆମ ଭିତରେ ଯଦି ସେ ପ୍ରତିକୂଳ ଶକ୍ତି ମାନଙ୍କୁ ସମର୍ଥନ କଲା ଭଳି, ତାଙ୍କୁ ସୁହାଇଲା ଭଳି, ତାଙ୍କୁ ସ୍ୱାଗତ କଲା ଭଳି ଉପାଦାନ ଯଦି ନଥିବ, ତାହେଲେ ସେ ପ୍ରତିକୂଳ ଶକ୍ତି ମାନେ ପ୍ରବେଶ କରିବାର ସୁଯୋଗ ପାଇବେ ନାହିଁ। ଇଂରେଜ ମାନେ ଆମକୁ ଯେଉଁ ଶାସନ କଲେ, ଆମ ଦେଶକୁ ଅଧିକାର କଲେ, ଆମର ତତ୍କାଳୀନ ରାଜା ମାନଙ୍କୁ ସେମାନେ ଗାଦିଚ୍ୟୁତ କରିଦେଲେ, ପରାଜିତ କରିଦେଲେ। ଏହାର କାରଣ ହୋଇଛି ଯେ ଦୟାନିଧି ମେହେର ଭଳି ବିଶ୍ୱାସଘାତକ ଆମ ଏ ଦେଶରେ ଥିଲେ। ଦୁର୍ଭାଗ୍ୟବଶତଃ ଏବେ ବି ଅଛନ୍ତି, ବରଂ ତାଙ୍କର ସଂଖ୍ୟା ବହୁଗୁଣିତ ହେଇଛି। ତେଣୁ ପିଣ୍ଡ ବ୍ରହ୍ମାଣ୍ଡ ଏକମତ। ବାହାରେ ଯାହା ଘଟୁଛି ପ୍ରକୃତରେ ଆମର ସେଟା ଆନ୍ତରିକ ଅବସ୍ଥାର ପ୍ରତିଫଳନ। ବିଶ୍ୱ ବାତାବରଣ ଘଟଣା ସବୁ ଆମ ବ୍ୟକ୍ତିଗତ ଚେତନାର, ଅନ୍ତର୍ଚେତନାର ପ୍ରତିଫଳନ। ବାହାରେ ଏମିତି କିଛି ବି ଘଟୁନାହିଁ ଯୋଉଟା ଭିତରେ ନାହିଁ। ତେଣୁ ପ୍ରକୃତରେ ସେ ଦୟାନିଧି ମେହେର ଆମ ଚେତନା ଭିତରେ ରହିଛି। ବାହାରେ ସେ ଗୋଟେ ବ୍ୟକ୍ତି ନୁହେଁ, ସେ ଗୋଟେ ଚେତନା। ଏଠି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନୁହେଁ,
ପୂର୍ଣ୍ଣ ଯୋଗର ସାଧକ ସବୁବେଳେ ଚେତନା ଅଭିମୁଖୀ ହବ, ସମାଧାନଟା ଚେତନାରେ ଖୋଜିବ ବୋଲି ମା କହୁଛନ୍ତି, ବାହାରେ ଖୋଜିବ ନାହିଁ। ପ୍ରତିକୂଳ ଶକ୍ତି ମାନଙ୍କର ଆକ୍ରମଣ ଯଦି ରୋଗ ହଉଥାନ୍ତା ତାହେଲେ ସେ ରୋଗ ତ ସମସ୍ତଙ୍କୁ ହବା କଥା ନା, ସମସ୍ତଙ୍କୁ କାହିଁକି ହଉନାହିଁ? ଗାଁର ନିରୀହ ଲୋକମାନେ, ଅଶିକ୍ଷିତ ଲୋକମାନେ, ତଥାକଥିତ ନିରକ୍ଷର ଲୋକେ, ଯୋଉମାନେ ସ୍ୱାସ୍ଥ୍ୟ ରକ୍ଷାର କୌଣସି ନିୟମ ଜାଣନ୍ତି ନାହିଁ, ପାଠଶାଠ କିଛି ପଢିନାହାନ୍ତି, ସୁଷମ ଖାଦ୍ୟ କଣ ଜାଣନ୍ତି ନାହିଁ, ପରିଷ୍କାର ପରିଚ୍ଛନ୍ନତା ଜାଣନ୍ତି ନାହିଁ, ସ୍ୱାସ୍ଥ୍ୟ ରକ୍ଷାର ଯୋଉ ମିନିମମ ରୁଲ୍ସ ସେମାନେ କିଛି ମାନନ୍ତି ନାହିଁ, କାରଣ ସେମାନେ ଜାଣନ୍ତି ନାହିଁ। ତଥାପି ସେମାନେ ତ ଆରାମରେ ନିରୋଗ ହେଇକରି ବଞ୍ଚୁଥାନ୍ତି। ଅନ୍ତତଃ ଏତିକି ଦୃଢତାର ସହିତ କୁହାଯାଇପାରେ ଯେ ସହରୀ ଶିକ୍ଷିତ ଲୋକମାନଙ୍କ ଅପେକ୍ଷା ସେମାନେ କମ ରୋଗରେ ପଡନ୍ତି। ସେମାନେ ତ ବେଶୀ ରୋଗରେ ପଡିବା କଥା, କାରଣ ସେମାନଙ୍କର ଜ୍ଞାନ ନାହିଁ। ପ୍ରତିକୂଳ ଶକ୍ତି ସେମାନଙ୍କୁ ଅଧିକ ଆକ୍ରମଣ କରିବା କଥା। ସବୁ ଜ୍ଞାନ ଥାଇ ଶିକ୍ଷିତ ମଣିଷ ବେଶୀ ରୋଗରେ ପଡେ ଏବଂ ଶୀଘ୍ର ମୃତ୍ୟୁ ପଥଗାମୀ ହୁଏ। ପଶୁ ପକ୍ଷୀ ମାନେ ପ୍ରାୟ ରୋଗରେ ପଡନ୍ତି ନାହିଁ, ସେମାନେ ଆହୁରି ନିରୀହ ବା ଅଜ୍ଞାନ। କେଉଁ ଶକ୍ତି ତାଙ୍କୁ ରକ୍ଷା କରୁଥାଏ? ଅଜ୍ଞାତ ସାରରେ ବରଂ ଏ ମାନସିକ ପରିପକ୍ୱତାର ଅଭାବରେ ସେମାନେ ଗୋଟେ ଆନ୍ତର୍ବିଶ୍ୱାସର ଜୀବନ ବଞ୍ଚୁଥାନ୍ତି, ଯେଉଁ ବିଶ୍ୱାସଟି ଗୋଟେ ଦୃଢ ଅଭେଦ୍ୟ ଦୁର୍ଗ ଭଳି, ରକ୍ଷା କବଚ ଭଳି ସେମାନଙ୍କୁ ରକ୍ଷା କରୁଥାଏ, ଯୋଉଟାକୁ ଭେଦ କରିକିରି ଆସିବା ପାଇଁ କୌଣସି ପ୍ରତିକୂଳ ଶକ୍ତିର ସାମର୍ଥ୍ୟ ନଥାଏ। ତେଣୁ ମା ଏଠି ସ୍ପଷ୍ଟ କରିଦେଲେ ଯେ ପ୍ରତିକୂଳ ଶକ୍ତି ଆକ୍ରମଣ କରୁଥାଇ ପାରନ୍ତି, କିନ୍ତୁ ସେମାନେ କାରଣ ନୁହନ୍ତି, କାରଣଟା ଆମ ଭିତରେ ରହିଛି। ପୁଣି ସାଧକମାନେ ପ୍ରଶ୍ନ କରୁଛନ୍ତି ଯେ ଅନେକ ଜୀବାଣୁ, ବ୍ୟାକ୍ଟେରିଆ, ଭାଇରସ ଇତ୍ୟାଦି ଅଣୁଜୀବ ମାନଙ୍କ ଦ୍ୱାରା ରୋଗ ପ୍ରକୃତରେ ହୁଏ ନାହିଁ କି? ଏବଂ ଯଦି ହୁଏ ତାହେଲେ ଯୋଗ ସହିତ ଏହାର ସମ୍ପର୍କ କଣ? ମା କହୁଛନ୍ତି ଏମିତି କୋଉ ଅଂଶ ଅଛି ଜୀବନର ଯାହାକି ଯୋଗ ସହିତ ସମ୍ପର୍କିତ ନୁହେଁ? ଜୀବନର କେଉଁ ଅଂଶକୁ ଯୋଗରୁ ଅଲଗା କରାଯାଇ ପାରିବ? ଯଦି ଆମର ଧାରଣା ଅଛି ଯେ ଯୋଗ ଗୋଟେ ଜୀବନର ଅଂଶ, ସମଗ୍ର ଜୀବନ ନୁହେଁ, ତାହେଲେ ଯୋଗ କଣ ଆମେ ବୁଝି ନାହାନ୍ତି। ଆମେ ଯେପର୍ଯ୍ୟନ୍ତ ଭାବୁଥିବା ଯେ ଯୋଗଗତ ଜୀବନ ଗୋଟେ ଅଲଗା ଏବଂ ସାଧାରଣ ଜୀବନ ଗୋଟେ ଅଲଗା, ସେ ପର୍ଯ୍ୟନ୍ତ ନା ଆମେ ଜୀବନକୁ ବୁଝିଛନ୍ତି ନା ଯୋଗକୁ ବୁଝିଛନ୍ତି। ଶ୍ରୀଅରବିନ୍ଦ ତ ସ୍ପଷ୍ଟ କରିଦେଲେ ଗୋଟେ ଧାଡିରେ, ଅଲ୍ ଲାଇଫ୍ ଇଜ୍ ଯୋଗ, ସମଗ୍ର ଜୀବନ ହିଁ ଯୋଗ। ପ୍ରକୃତରେ ଯୋଗ କଣ? ଆମର ଜୀବନକୁ ଯଥାର୍ଥ ଭାବରେ ବଞ୍ଚିବା, ଠିକ ଭାବରେ ବଞ୍ଚିବା, ନିର୍ଭୁଲ ଭାବରେ ବଞ୍ଚିବା, ସେ କଳା ଶିଖିବାଟା ହଉଛି ଯୋଗ। ଏଇଟା ହଉଛି ସେ ଆର୍ଟ ଅଫ ଲିଭିଂ। ମା ପୁଣି କହିଲେ ଏଇଟା ହଉଛି ସାଇନ୍ସ ଅଫ ଲିଭିଂ, ଜୀବନ ବିଜ୍ଞାନ। କାରଣ ଜୀବନର ରହସ୍ୟ ଆମକୁ ଭେଦ କରିବାକୁ ପଡିବ, ଟିକିନିଖି ଭାବରେ ବୁଝିବାକୁ ପଡିବ ଜୀବନଟା କଣ। ଆତ୍ମାର ଆଧାରରେ ଦେହ, ପ୍ରାଣ, ମନ ତିନୋଟି ଉପାଦାନ ମିଶି ଯେଉଁ ସୌଧଟି ଗଢିଛନ୍ତି ତାକୁ ଆମେ କହୁଛୁ ଜୀବନ। ତାହେଲେ ଶରୀର ଚେତନା, ପ୍ରାଣ ଚେତନା, ମନ ଚେତନା, ୟାକୁ କଣ ଆମେ ଟିକିନିଖି ଭାବରେ ବୁଝିଛନ୍ତି? ଯଦି ଟିକିନିଖି ଭାବରେ ବୁଝି ନାହାନ୍ତି ତାହେଲେ ସଙ୍ଗତିପୂର୍ଣ୍ଣ ଜୀବନ କେମିତି ଯାପନ କରିପାରିବା? ତେଣୁ ପ୍ରଥମେ ଆମକୁ ଜାଣିବାକୁ ପଡିବ ନିଜକୁ। ଏଇଟା ହଉଛି ଯୋଗର ପ୍ରଥମ ପଦକ୍ଷେପ। ଯେ ଜିଜ୍ଞାସୁ ହେଇଛି ଜୀବନକୁ ବୁଝିବା ପାଇଁ,
ସେ ଯୋଗ ମାର୍ଗ ଅବଲମ୍ବନ କରିଛି, ଯୋଗର ପଥରେ ସେ ପାଦ ଦେଇଛି। କେବଳ ଭଗବାନଙ୍କର ନାମ ନେଇଗଲେ କି ମା ସେମାନଙ୍କର ନାମ ନେଇଗଲେ କି ଅନ୍ୟ କୌଣସି ଦେବତା ଦେବୀ ମାନଙ୍କର ପୂଜା ଆରାଧନା କଲେ ଯୋଗ ହେଇଯାଏ ନାହିଁ। ଯୋଗ ହେଉଛି ଆଧ୍ୟାତ୍ମିକତା। ତଥାକଥିତ ଧର୍ମ ଏବଂ ଧାର୍ମିକ କର୍ମକାଣ୍ଡ ସହିତ ଏହାର କୌଣସି ସମ୍ପର୍କ ନାହିଁ। ତେଣୁ ଆମେ ଆମର ଧାରଣାକୁ ସ୍ପଷ୍ଟ କରିବା ଦରକାର ଯେ ଯୋଗ ହେଉଛି ଯଥାର୍ଥ ଜୀବନ ବଞ୍ଚିବାର କଳା। ଯଥାର୍ଥ ଜୀବନଟି ବଞ୍ଚିବାକୁ ହେଲେ ଆମକୁ ଜୀବନକୁ ଟିକିନିଖି ଅଧ୍ୟୟନ କରିବାକୁ ପଡ଼ିବ, ବୁଝିବାକୁ ପଡ଼ିବ। ତେଣୁ ପ୍ରଥମ ପଦକ୍ଷେପ ସମସ୍ତଙ୍କର, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ, ଜାତୀୟତା ନିର୍ବିଶେଷରେ, ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଯିଏ ଯେଉଁ ଅବସ୍ଥାରେ ଥାଉ ଆରମ୍ଭ କରିପାରିବ, ସେଟା ହେଉଛି ନିଜକୁ ଜାଣିବାର ସାଧନା। ସେଟା ହିଁ ତ ଯୋଗ। ଯେତେବେଳେ ଆମେ ନିଜକୁ ଜାଣିବା ପାଇଁ ପ୍ରଯତ୍ନ କରିବା, ଦେଖିବା ଆମର ଚେତନାର ଅସଂଖ୍ୟ ଉପାଦାନ ରହିଛି, ସୂକ୍ଷ୍ମାତି ସୂକ୍ଷ୍ମ ରହସ୍ୟ ଗୁଡିକ ରହିଛି, ଯାହାକି ଆମକୁ ଭେଦ କରିବାକୁ ପଡ଼ିବ। ଆମେ ଜାଣିବା ଯେ ଆମର ଚେତନାର ବିଭିନ୍ନ ଅଂଶ ପରସ୍ପର ସହିତ ସଂଗତିପୂର୍ଣ୍ଣ ଭାବରେ ତାଳ ମିଳେଇକରି ଚାଲି ପାରୁନାହାନ୍ତି। କିଏ ଟିକେ ଶୀଘ୍ର ମାଡ଼ି ଯାଉଛି, କିଏ ଟିକେ ପଛରେ ରହିଯାଉଛି। ମନ ଚେତନାଟା ଅତ୍ୟନ୍ତ ନମନୀୟ। ସେ ଶୀଘ୍ର ସତ୍ୟକୁ ଗ୍ରହଣ କରିନିଏ, କିନ୍ତୁ ସେଇ ସତ୍ୟକୁ ଗ୍ରହଣ କରି ମନର ଅନୁସରଣ କରିବା ପାଇଁ ଆମର ପ୍ରାଣ ଚେତନା ଏବଂ ଶରୀର ଚେତନା ସମର୍ଥ ହେଇନାହାନ୍ତି, ସମର୍ଥ ହେଇନଥାନ୍ତି। ସେମାନଙ୍କୁ ଟିକେ ସମୟ ଲାଗେ। ଶରୀର ତ ଜଡ଼ ଏବଂ ଅନମନୀୟ। ଆମର ଚେତନା ଭିତରେ ସବୁଠୁ କମ ନମନୀୟ ଯିଏ ହେଉଛି ସେଟା ହେଉଛି ଆମର ଶରୀର ଚେତନା ବା ଅନ୍ନମୟ ଚେତନା। ଇଏ ଟିକେ ତମସାଚ୍ଛନ୍ନ, ପରିବର୍ତ୍ତନ ବିମୁଖ। ଯେଉଁ ଅବସ୍ଥାରେ ଥାଏ ସେ ଅବସ୍ଥାରେ ପଡ଼ି ରହିବାକୁ ଚାହେଁ, ସ୍ଥିତାବସ୍ଥା ବଜାୟ ରଖିବାକୁ ଚାହେଁ, ପରିବର୍ତ୍ତନକୁ ସହଜରେ ସ୍ୱୀକାର କରେ ନା। ତେଣୁ ନୂତନ ଚେତନା ନୂତନ ଯୁଗ ସହିତ ତାଳ ଦେଇକରି ଚାଲିବାରେ ଅସମର୍ଥ ହୁଏ। ପରିଣାମରେ ଯେଉଁ ଅସଙ୍ଗତି ସୃଷ୍ଟି ହୁଏ। ଧରନ୍ତୁ ଗୋଟେ ରଥର ଚାରିଟି ଚକ ଯଦି ସମତାଳରେ ସବୁବେଳେ ନିଜ ଭିତରେ ସମାନ ବ୍ୟବଧାନ ରକ୍ଷା କରି ଗତି କରିବେ, ତାହେଲେ ଗାଡିଟି ରଥଟି ଠିକ ଭାବରେ ଚାଲିବ। ଯଦି ଗୋଟିଏ ଚକ କହିବ ନା ନା ମୁଁ ଟିକେ ଏତେ ଶୀଘ୍ର ଚାଲିପାରିବି ନାହିଁ, ଧୀରେ ଧୀରେ ଚାଲିବି, ଆଗ ଚକ କହୁଥିବ ନା ମୁଁ ଦ୍ରୁତ ବେଗରେ ଯିବି, ତାହେଲେ ଗାଡିଟି କେମିତି ଚାଲିବ? ଅସନ୍ତୁଳନ ସୃଷ୍ଟି ହେବ, ଦୁର୍ଘଟଣାର ଶିକାର ହେବ। ତେଣୁ ଏଇଟା ପ୍ରକୃତରେ ଆମର ଜୀବନ ରହସ୍ୟ ଯେ ଆମର ଚେତନାର ଅଙ୍ଗ ଗୁଡିକ ଅସନ୍ତୁଳିତ ଭାବରେ କାର୍ଯ୍ୟ କରୁଥାନ୍ତି। ପରିଣାମରେ ଯେଉଁ ଅସଙ୍ଗତି ସୃଷ୍ଟି ହୁଏ ତାହାକୁ ଆମେ କହୁ ଅସୁସ୍ଥତା ବା ରୋଗ। ତେଣୁ ମା କହୁଛନ୍ତି ଯେ ଯଦିଓ ବାହାରେ ସବୁବେଳେ ଜୀବାଣୁ କୀଟାଣୁ ଘୁରି ବୁଲୁଥାନ୍ତି, ପ୍ରତି ମୁହୂର୍ତ୍ତରେ ଆମେ ଏପରିକି ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ ସବୁବେଳେ ଲକ୍ଷ ଲକ୍ଷ ଜୀବାଣୁ କୀଟାଣୁ ଭିତରକୁ ନଉଛୁ, କିନ୍ତୁ ସବୁବେଳେ ତ ରୋଗରେ ଆମେ ପଡୁନାହୁଁ। ହଠାତ୍ କେମିତି ଆମେ ଦିନେ ରୋଗ ବଶବର୍ତ୍ତୀ ହେଇଯାଉଛୁ। ଡାକ୍ତର ମାନେ କହନ୍ତି ଆମ ଭିତରେ ପ୍ରତିରକ୍ଷା ଶକ୍ତି ଅଛି। ପ୍ରତିରକ୍ଷା ଶକ୍ତି ଆମର ଯେଉଁ ହ୍ୱାଇଟ୍ ବ୍ଲଡ ସେଲ୍ WBC, ସେମାନେ ସେ ଜୀବାଣୁ ମାନଙ୍କ ବିରୁଦ୍ଧରେ ଲଢେଇ କରନ୍ତି। ଯେତେବେଳେ ସେମାନେ ଜୀବାଣୁ ମାନେ ପରାଜିତ ହେଇଯାଆନ୍ତି, ଆମକୁ ରୋଗ ହେଇପାରେ ନାହିଁ। ଯେତେବେଳେ ସେମାନେ ଟିକେ ଅଧିକ ଶକ୍ତିଶାଳୀ ହେଇଯାଆନ୍ତି ଏବଂ ଆମର ପ୍ରତିରକ୍ଷାକାରୀ କୋଷ ଗୁଡିକ ଦୁର୍ବଳ ହେଇଯାଆନ୍ତି, ସେତେବେଳେ ଆମେ ଅସୁସ୍ଥ ହେଇପଡୁ। ସେ ଅସୁସ୍ଥତା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ ଭିତରେ ପୁଣି ଅଧିକ ସଂଖ୍ୟକ ପ୍ରତିରକ୍ଷାକାରୀ କୋଷ ସୃଷ୍ଟି ହୁଅନ୍ତି ଏବଂ ସେଇ ନୂତନ କୋଷ ଗୁଡିକ ସୃଷ୍ଟି ହେବାରୁ ଯେଉଁ
ଉତ୍ତାପ ଜାତ ହୁଏ ତାହାକୁ ଆମେ କହୁ ଜ୍ୱର, ତାପମାତ୍ରା। ଜ୍ୱର ପ୍ରକୃତରେ ଗୋଟେ ରୋଗ ନୁହେଁ, ହେଉଛି ଲକ୍ଷଣ ଯେ ଆମ ଭିତରେ ଗୋଟେ ଲଢ଼େଇ ଚାଲିଛି। ଏବଂ ରକ୍ତ ପରୀକ୍ଷା କଲେ ସେଥିରେ ଜଣାଯାଏ ଯେ WBC ବଢିଯାଇଛି, ଲିମ୍ଫୋସାଇଟ୍ ବା WBC ବଢିଯାଇଛି। ତାର କାରଣ ହେଲା ଅଧିକ ସଂଖ୍ୟକ ପ୍ରତିରକ୍ଷାକାରୀ କୋଷ, ଶ୍ୱେତ ରକ୍ତ କଣିକା ଦରକାର ହେଉଛନ୍ତି ଜୀବାଣୁ ମାନଙ୍କ ବିରୁଦ୍ଧରେ ଲଢିବା ପାଇଁ। ତେଣୁ ଏଟା ସୂଚେଇ ଦଉଛି ଅଧିକ ସଂଖ୍ୟକ ଜୀବାଣୁ ସେଠି ଠୁଳ ହେଇଗଲେଣି ଆମ ଶରୀର ଭିତରେ। ତେଣୁ ସେଟାକୁ ଦେଖିକରି ଡାକ୍ତର ମାନେ ରୋଗର ମାତ୍ରା ନିରୂପଣ କରନ୍ତି ଯେ କେତେ ମାତ୍ରାରେ ଜୀବାଣୁ ପ୍ରବେଶ କରିଛନ୍ତି ଏବଂ ତାଙ୍କୁ ମାରିବା ପାଇଁ କେତେ ପରିମାଣରେ ଆଣ୍ଟିବାୟୋଟିକ ଦରକାର, ଜୀବାଣୁ ନାଶକ ଔଷଧ ଦରକାର। ସେ ଅନୁସାରେ ସେମାନେ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରନ୍ତି, ରୋଗୀ ଯେମିତି ରୋଗମୁକ୍ତ ହେବ। ଇଏ ଗଲା ବାହ୍ୟ ଚିକିତ୍ସାର କଥା ବା ବାହ୍ୟ ବ୍ୟବସ୍ଥା, ସ୍ଥୂଳ ବ୍ୟବସ୍ଥା କଥା। ସୂକ୍ଷ୍ମ ଅବସ୍ଥା କଥା ମା କହୁଛନ୍ତି ଯେ ପ୍ରକୃତରେ ସେ ଆମେ ଶ୍ୱେତ ରକ୍ତ କଣିକା କହୁ ବା ପ୍ରତିରକ୍ଷାକାରୀ ଜୀବାଣୁ କହୁ, ପ୍ରତିରକ୍ଷାକାରୀ ଉପାଦାନ କହୁ, ଯାହା କହୁ, ସେଟା ପ୍ରକୃତରେ ଆମର ପ୍ରାଣଶକ୍ତି। ଯେପର୍ଯ୍ୟନ୍ତ ଆମର ପ୍ରାଣଶକ୍ତି ସବଳ ହେଇଥିବ, ମଜବୁତ ହେଇଥିବ, ସେ ପର୍ଯ୍ୟନ୍ତ ଆମକୁ କୌଣସି ରୋଗ ଜୀବାଣୁ ଆକ୍ରମଣ କରିପାରିବେ ନାହିଁ। ରୋଗ ଜୀବାଣୁ ସେଇ ମୁହୂର୍ତ୍ତରେ ଆମକୁ ଆକ୍ରମଣ କରନ୍ତି ଯେତେବେଳେ ଆମ ପ୍ରାଣଶକ୍ତିରେ ଦୁର୍ବଳ ହେଇଯାଏ। ଏବଂ ପ୍ରାଣଶକ୍ତି ଦୁର୍ବଳ କାହିଁକି ହୁଏ? ତାର ଅନେକ କାରଣ ଅଛି ବୋଲି ମା କହୁଛନ୍ତି। ସଂଶୟ, ତମସାଚ୍ଛନ୍ନତା, ବିଶ୍ୱାସର ଅଭାବ ଏବଂ ସ୍ୱାର୍ଥପରତା ଏବଂ ସେଇଭଳି ଆହୁରି ଅନେକ ଭାବ, ଆମର ଚେତନାଗତ ଅବସ୍ଥା, ସେଗୁଡାକ ଆମ ପ୍ରାଣଶକ୍ତିକୁ ଦୁର୍ବଳ କରନ୍ତି। ସଂଶୟ କଣ ନା ଆଶଙ୍କା। ଧରନ୍ତୁ ଆମେ ପାଖରେ ଦେଖିଲେ କାହାକୁ ଗୋଟେ କ୍ୟାନ୍ସର ହେଇଛି, ଆମ ପଡିଶା ଘରେ କ୍ୟାନ୍ସର ହେଇଯାଇଛି, ଆମକୁ ଲାଗିବ ସେ କ୍ୟାନ୍ସର ଆମ ଭିତରକୁ ଆସିଯିବ ନାହିଁ ତ? ଏଇଟା ହଉଛି ସଂଶୟ, ସନ୍ଦେହ। ଆମେ ଗୋଟେ ରୋଗୀଟିକୁ ଚାଲିଯାଉଥିବାର ଦେଖିଲେ ଆମେ ଯେତେବେଳେ ତା ସହିତ ଏକାତ୍ମ ହଉ, ଆମକୁ ଲାଗେ ଯେମିତି ଆମେ ସେ ରୋଗରେ ପୀଡିତ ହେଇଯାଇଛୁ। ପ୍ରକୃତରେ ରୋଗ ଜୀବାଣୁ ତ ସବୁବେଳେ ଅଛନ୍ତି, ସବୁ ସ୍ଥାନରେ। ଆମର ସେଇ ସମୟରେ ଯୋଉ ମୁହୂର୍ତ୍ତକର ଚେତନାଗତ ଅବସ୍ଥା, ମାନେ ବିଶ୍ୱାସର ଘୋର ଅଭାବ, ବରଂ ସେ ପ୍ରତିକୂଳ ଶକ୍ତି ଉପରେ ବିଶ୍ୱାସ, ମାଙ୍କ ଶକ୍ତି ଉପରେ ବିଶ୍ୱାସ ନାହିଁ, କିନ୍ତୁ ପ୍ରତିକୂଳ ଶକ୍ତି ଉପରେ ବିଶ୍ୱାସ ଅଛି। ନା ସେ ରୋଗ ଜୀବାଣୁଟା ମତେ ଆକ୍ରମଣ କରିଦେବ, ମତେ ମାରିଦେବ, ୟାକୁ ଆମେ ବିଶ୍ୱାସ କରୁଛୁ। ଅଥଚ ମାଙ୍କର ରକ୍ଷା କବଚ ସବୁବେଳେ ଆମ ଉପରେ ରହିଛି ଏବଂ କୌଣସି ପ୍ରତିକୂଳ ଶକ୍ତି ଆମକୁ ସ୍ପର୍ଶ କରିପାରିବ ନାହିଁ, ଏହି ବିଶ୍ୱାସ ଆମର ଦୃଢୀଭୂତ ହୁଏ ନାହିଁ। ତେଣୁ ଶୁଦ୍ଧ ବିଶ୍ୱାସର ଅଭାବ, ବିଶ୍ୱାସର ଅଭାବ କହିଲେ କେବଳ ହବ ନାହିଁ, ଶୁଦ୍ଧ ବିଶ୍ୱାସର ଅଭାବ, ମାଙ୍କ ଶକ୍ତି ଉପରେ ବିଶ୍ୱାସର ଅଭାବ, ଏଇଟା ଆମକୁ ରୋଗାଗ୍ରସ୍ତ କରିଦିଏ, ଏଇଟା ଆମର ପ୍ରାଣକୁ ଦୁର୍ବଳ କରିଦିଏ। ତେଣୁ ଚେତନାଗତ ଅବସ୍ଥା ଅନୁସାରେ ଆମର ପ୍ରାଣର ସାମର୍ଥ୍ୟ ମଧ୍ୟ ନିର୍ଭର କରିଥାଏ। ତେଣୁ ବିଶ୍ୱାସ ଗୋଟେ ବହୁତ ବଡ଼ ଶକ୍ତି। ଯଦି ମାଙ୍କର ସାମର୍ଥ୍ୟ ଉପରେ ବିଶ୍ୱାସ ଥିବ, ଆମେ ଯଦି ସବୁବେଳେ ଏଇ ବିଶ୍ୱାସରେ ଜୀବନ ବଞ୍ଚୁଥିବା ଯେ ମାଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟରେ ମୁଁ ଅଛି, ତାଙ୍କର କୃପା ମତେ କବଚାବୃତ କରିଛି, ମାଙ୍କର ପଣତ ମତେ ଘୋଡ଼େଇ ରଖିଛି, କୌଣସି ଶତ୍ରୁ ଶକ୍ତି, କୌଣସି ପ୍ରତିକୂଳ ଶକ୍ତି ମୋର କିଛି କରିପାରିବ ନାହିଁ, ଏଇ ବିଶ୍ୱାସ ଯଦି ଥିବ ତାହେଲେ କୌଣସି ରୋଗ ପ୍ରକୃତରେ ଆମର କ୍ଷତି କରିପାରିବ ନାହିଁ। କୌଣସି ଜୀବାଣୁ ଆମର ଭିତରେ, ଚେତନା ଆମ ଶରୀର ଭିତରେ ରୋଗ ସୃଷ୍ଟି କରିପାରିବ ନାହିଁ। ତେଣୁ ଡାକ୍ତର ମାନେ ଯୋଉଟା କହନ୍ତି, ଚିକିତ୍ସା ବିଜ୍ଞାନୀ ମାନେ, ରୋଗ ପାଇଁ ଗୋଟେ ଅନୁକୂଳ କ୍ଷେତ୍ର, ସେ ଅନୁକୂଳ କ୍ଷେତ୍ର ହେଉଛି ଆମର ପ୍ରାଣିକ ସାମର୍ଥ୍ୟ, ପ୍ରାଣିକ ଦୁର୍ବଳତା, ଯାହାର କାରଣ ହେଉଛି ଏଇଟା ସଂଶୟ, ବିଶ୍ୱାସର ଅଭାବ
ତମସାଚ୍ଛନ୍ନତା। ତମସାଚ୍ଛନ୍ନତା କହିଲେ ଚେତନାଟା ଅନ୍ଧାରରେ ଢାଙ୍କି ହେଇଯିବାଟା। ଚେତନା ଯେତେବେଳେ ତମସାଚ୍ଛନ୍ନ ହେଇଯାଏ, ଅନ୍ଧାର ଢାଙ୍କି ହେଇଯାଏ, ସେତେବେଳେ ପ୍ରତିକୂଳ ଶକ୍ତି ମାନଙ୍କୁ ଆମେ ବିଶ୍ୱାସ କରୁ, ମାଙ୍କ କୃପାକୁ ଭୁଲିଯାଉ। ନିଜକୁ ନିଜେ ଏମିତି କହୁ ଯେ ଏମିତି ଡାକିଦେଲେ କଣ ମା ଆସିଯିବେ, ସନ୍ଦେହ ବଢି ବଢିଯାଏ। ଏମିତି ମାଙ୍କୁ ପ୍ରାର୍ଥନା କରିଦେଲେ କଣ ମା ରକ୍ଷା କରିଦେବେ ସାଙ୍ଗେ ସାଙ୍ଗେ। ଏମିତି ଯଦି ରକ୍ଷା କରୁଥାନ୍ତେ ତାହେଲେ ତ କାହାର କିଛି କ୍ଷତି ହୁଅନ୍ତା ନାହିଁ, କିଛି ଦୁର୍ଘଟଣା ହୁଅନ୍ତା ନାହିଁ, କେହି ରୋଗରେ ପଡନ୍ତେ ନାହିଁ। ତେଣୁ ରୋଗରେ ପଡୁଛନ୍ତି ଲୋକେ, ମରୁଛନ୍ତି, ତାର ଅର୍ଥ ହେଉଛି ମାଙ୍କର କୃପା ଏମିତି କହିଦେଲେ କାର୍ଯ୍ୟ କରିବ ନାହିଁ। ଏମିତି ଆମେ ଯୁକ୍ତି କରି କରି, ଦେଖନ୍ତୁ ଭଗବାନ ଆମକୁ ମନୋବୁଦ୍ଧିଟେ ଦେଇଛନ୍ତି ଯେ ଆମକୁ ଏଇ ମନଚେତନାଟା ଉଚିତ ମାର୍ଗରେ ନେଇଯିବ, କିନ୍ତୁ ମନର ଅବସ୍ଥା ଏମିତି ଯେ ଆମକୁ ଅନୁଚିତ ମାର୍ଗରେ ନେଇଯାଏ, ଆମକୁ ମିଥ୍ୟା ଧାରଣାର ବଶୀଭୂତ କରାଏ ଏବଂ ସତ୍ୟଠାରୁ ଦୂରେଇ ରଖେ। ଏଟାକୁ ମାନସିକ ଅସୁସ୍ଥତା ବୋଲି ମଧ୍ୟ କୁହାଯାଇପାରେ। ଯୋଉ ମନ ଯେତେ ସବୁ ନକାରାତ୍ମକ ଦିଗ ଗୁଡ଼ିକୁ, ଘଟଣା ଗୁଡ଼ିକୁ ବିଶ୍ୱାସ କରେ ଏବଂ ଯେତେ ସବୁ ପଜିଟିଭ ଭାଇବ୍ସ ବା ସକାରାତ୍ମକ କମ୍ପନ ଗୁଡ଼ିକୁ ଅସ୍ୱୀକାର କରେ, ତାହା ଅସୁସ୍ଥ ମନର ଲକ୍ଷଣ। ଏବଂ ଏଇ ତମସାଚ୍ଛନ୍ନତା, ବିଶ୍ୱାସର ଅଭାବ ଆମର ପ୍ରାଣକୁ ଦୁର୍ବଳ କରିଦିଏ ବୋଲି ମା କହୁଛନ୍ତି। ଆମର ପ୍ରାଣ ଶକ୍ତିକୁ ଦୁର୍ବଳ କରିଦିଏ। ପ୍ରାଣ ଶକ୍ତି ପାଇଁ ଏଇଟା ଗୋଟେ ଗୋଟେ ବଡ ବଡ ବାଧା। ସେପରି ସ୍ୱାର୍ଥପରତା, ଯେଉଁ ବ୍ୟକ୍ତିମାନେ ସ୍ୱାର୍ଥପର ଜୀବନଟେ ବଞ୍ଚୁଥାନ୍ତି, କିଏ ସ୍ୱାର୍ଥପର ନୁହେଁ ଆମେ ଯଦି ଚିନ୍ତା କରିବା ଗଭୀର ଭାବରେ। ସାଧାରଣ ମଣିଷ ତ ଯେଉଁ ଚେତନାରେ ବାସ କରୁଥାଏ, ତା ପାଇଁ ନିଜକୁ ଛାଡି ଅନ୍ୟ ସମସ୍ତେ ସ୍ୱାର୍ଥପର ବୋଲି ମନେ ହୁଅନ୍ତି। ଯିଏ ସାଧକ ସେ ପ୍ରଥମେ ନିଜକୁ ଦେଖେ। ସାଧାରଣ ମଣିଷ ଏବଂ ଗୋଟେ ସାଧକ ବା ଯୋଗୀ ଭିତରେ ପାର୍ଥକ୍ୟ ହେଉଛି, ସାଧାରଣ ମଣିଷ ସମସ୍ୟାଟିକୁ ବାହାରେ ଦେଖେ, କିନ୍ତୁ ସାଧକ ପ୍ରଥମେ ନିଜ ଭିତରେ ଦେଖେ। ନିଜ ଭିତରେ ତାର ଚେରଟିକୁ, ତାର କାରଣଟିକୁ ସେ ପ୍ରଥମେ ଖୋଜିବା ପାଇଁ ଚେଷ୍ଟା କରେ। ତେଣୁ ସାଧକ ଦେଖିବ ଯେ ପ୍ରକୃତରେ ସ୍ୱାର୍ଥ ତା ଭିତରେ କୋଉଠି ଲୁଚି ରହିଛି। ଟିକେ ଜଣେ ଆତ୍ମନିରୀକ୍ଷଣ କଲେ ଏ କଥା ସାଙ୍ଗେ ସାଙ୍ଗେ ଜାଣିପାରିବ ଯେ ପ୍ରକୃତରେ ପ୍ରତି ମୁହୂର୍ତ୍ତରେ ଆମେ ଗୋଟେ ସ୍ୱାର୍ଥପର ଜୀବନ ବଞ୍ଚୁଥାଉ। ଯିଏ ସାଧକ, ଯିଏ ଯୋଗୀ, ଯାହାର ଯଥାର୍ଥ ସାଧକ ଜନଚିତ ମନୋଭାବ ଥିବ, ସେ ସ୍ୱାର୍ଥପରତାରୁ ଉତ୍ତୀର୍ଣ୍ଣ ହେବା ପାଇଁ ଚେଷ୍ଟା କରିବ, ଆନ୍ତରିକ ଭାବରେ ଚେଷ୍ଟା କରିବ ଏବଂ ଚେଷ୍ଟା କରିବା ସହିତ ତାର ପ୍ରଗତି ମଧ୍ୟ ହେବ। କିନ୍ତୁ ଯେ ସଚେତନ ନୁହେଁ, ସେ ସବୁବେଳେ ସ୍ୱାର୍ଥପର ଜୀବନ ବଞ୍ଚୁଥିବ ଏବଂ ଭାବୁଥିବ ଯେ ସେଟା ଉଚିତ କର୍ମ। ସେ ନିଜକୁ ଏମିତି ଜଷ୍ଟିଫାଏ କରୁଥିବ ଯେ ଦୁନିଆରେ କିଏ ସ୍ୱାର୍ଥପର ନୁହେଁ, ବିନା ସ୍ୱାର୍ଥରେ କିଏ କର୍ମ କରୁଛି। ଏମିତି ଅତି ବଳିଷ୍ଠ ଯୁକ୍ତିମାନ ଉପସ୍ଥାପନ କରି ସେ ନିଜର ସ୍ୱାର୍ଥକୁ ସମର୍ଥନ କରୁଥିବ। ମା କହୁଛନ୍ତି ସ୍ୱାର୍ଥପର ହେବା ହେଉଛି ସବୁଠାରୁ ବଡ ମୂର୍ଖତା, କାରଣ ଏହା ଦ୍ୱାରା ଆମେ ନିଜର କ୍ଷତି କରୁ। ପ୍ରକୃତରେ ସ୍ୱାର୍ଥପରତାରେ କଣ ନା, ଅନ୍ୟର ଯାହା କିଛି ହେଇଯାଉ ପଛେ, ଅନ୍ୟର ଯାହା କ୍ଷତି ହେଇଯାଉ, ମୋର କିନ୍ତୁ ଲାଭ ହବ। ସମସ୍ତେ ମରିଯାଆନ୍ତୁ, ମୁଁ କିନ୍ତୁ ବଞ୍ଚି ରହେ। ଏଥିପାଇଁ ତ ଆଜିକାଲି ଲୋକେ ଖାଦ୍ୟ ସାମଗ୍ରୀ ଭେଜାଲ କରୁଛନ୍ତି, ଏପରିକି ଔଷଧ ପତ୍ର ମଧ୍ୟ ଭେଜାଲ କରିଲେ। ଦେଖନ୍ତୁ ସ୍ୱାର୍ଥପରତାର ଚରମ ସୀମାକୁ ପହଞ୍ଚିଗଲାଣି ମଣିଷ। ସିଏ ପୁଣି କୁଆଡେ ଶିକ୍ଷିତ ମଣିଷ, ଅତି ଜ୍ଞାନୀ, ଉନ୍ନତତମ ଜୀବ ସିଏ ସୃଷ୍ଟିରେ। ସେ ଭାବୁଛି ନିଜକୁ, ଏଇଟା କି ପ୍ରକାର ଜ୍ଞାନ ଯିଏ ଭାବୁଛି ଅନ୍ୟ ସମସ୍ତେ ମରିଗଲେ ମଧ୍ୟ ସିଏ ବଞ୍ଚିଥିବ ବୋଲି। ସେ କେମିତି ଏକଥା ବୁଝିପାରୁନାହିଁ ଯେ ଆମର ସମସ୍ତଙ୍କର ଜୀବନ ତ ପରସ୍ପର ଛନ୍ଦାଛନ୍ଦି ରହିଛି। ସେ ଏତେ ଆତ୍ମିକ ସ୍ତରକୁ ନ ଯାଇକରି ମଧ୍ୟ
ସାଧାରଣ ଜ୍ଞାନଟି ଜଣେ ପ୍ରୟୋଗ କଲେ ବୁଝିପାରିବ ଯେ ସିଏ ଯଦି ଠକୁଛି ଅନ୍ୟମାନଙ୍କୁ, ଅନ୍ୟମାନେ ଠକୁଥିବେ। ଚାଷୀ ଯଦି ଠକିଲା, ଖାଦ୍ୟରେ ବିଷ ମିଶେଇଲା ଅଧିକ ଲାଭ ପାଇଁ, ଯାହା କରୁଛନ୍ତି, ତାହେଲେ ବଞ୍ଚିବ କିଏ? ଖାଦ୍ୟ ନ ଖାଇ ତ କେହି ବଞ୍ଚି ପାରିବେନି। ତେଣୁ ପରସ୍ପରକୁ ଠକି ପରସ୍ପର ଜୀବନ ନେଇ ଆମେ ଭାବୁଛୁ ଆମେ ଅମର ହବା, ଏଠୁ ବଡ ମୂର୍ଖତା ଆଉ କଣ ହେଇପାରେ? ପୁଣି ଆମେ କହୁଛୁ ଆମେ ଶିକ୍ଷିତ, ଆମେ ଜ୍ଞାନୀ। ଏଇଟା ହଉଛି ସାଧାରଣ ମଣିଷର ଅବସ୍ଥା। ଏହା ଦ୍ୱାରା ମଣିଷ ପ୍ରକୃତରେ ନିଜ ଚେତନାର ମୂଳରେ କୁଠାରାଘାତ କରେ। ଆମେ ସମସ୍ତେ ଗୋଟେ ଗୋଟେ ଗଛ, ଆମେ ଅନ୍ୟ ଗୋଟେ ଗଛର ମୂଳକୁ କାଟିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି, ଭୁଲି ଯାଉଛନ୍ତି ଯେ ତା ମୂଳ ସହିତ ମୋ ମୂଳଟି ଯୋଡି ହେଇକି ରହିଛି। ଏଇଟା ଜଣେ ସାଧାରଣ ଗୋଟେ ସାମାଜିକ ଜୀବନରେ ମଧ୍ୟ ଟିକେ କମନ ସେନ୍ସ, ସାଧାରଣ ଜ୍ଞାନ ପ୍ରୟୋଗ କଲେ ବୁଝିପାରିବ। ଏବଂ ଯେ ଆତ୍ମିକ ସାଧକ ସେ ତାହାରି ଗଭୀର ଭାବରେ ବୁଝିପାରିବ ଯେ ଆମେ ପ୍ରକୃତରେ କେହି କାହାଠାରୁ ଅଲଗା ନୁହଁ। ଯେମିତି ଗଛର ଚେର ଗୁଡିକ ମାଟି ତଳେ ପରସ୍ପର ସହିତ ଯୋଡି ହେଇକି ରହିଥାନ୍ତି, ଆମ ସମସ୍ତଙ୍କର ଚେତନା ପ୍ରକୃତରେ ଏଇଟା ଆକ୍ଷରିକ ଭାବରେ ପରସ୍ପର ସହିତ ଯୋଡି ହେଇକି ରହିଛି। ଆମେ କେହି କାହାଠୁ ଅଲଗା ନୁହନ୍ତି। ବରଂ ଏମିତି କୁହାଯାଇପାରେ ଆମେ ସମସ୍ତେ ଗୋଟେ ବିଶାଳ ଦ୍ରୁମର ଅସଂଖ୍ୟ ଶାଖା ପ୍ରଶାଖା, ଗୋଟେ ବିଶାଳ ଶରୀରର ଆମେ ହଉଛୁ ଛୋଟ ଛୋଟ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତ୍ୟେକ। ତେଣୁ ମୋର ଧରାଯାଉ ମୋର ହାତଟି ଯଦି କହିବ ଯେ ମୁଁ ଅନ୍ୟ ହାତ ଠାରୁ ବେଶୀ ସୁସ୍ଥ ହେଇଯିବି ବା ଅନ୍ୟ ହାତକୁ ରୋଗାଗ୍ରସ୍ତ କରି ବା ତାକୁ ବିଖଣ୍ଡିତ କରିଦେଇକରି ମୁଁ ଗୋଟେ ସୁସ୍ଥ ଜୀବନ ଯାପନ କରିବି, ସେଟା କେମିତି ସମ୍ଭବ ହବ? କାରଣ ଶରୀର ଗୋଟିଏ ଅଂଶ ଯଦି ବି ରୋଗାଗ୍ରସ୍ତ ହୁଏ ବା କ୍ଷତାକ୍ତ ହୁଏ, ତାହେଲେ ସମଗ୍ର ଶରୀରଟି ପ୍ରଭାବିତ ହେବ। ସେ ଶାନ୍ତିପୂର୍ଣ୍ଣ ଆନନ୍ଦପୂର୍ଣ୍ଣ ଜୀବନ ବଞ୍ଚି ପାରିବ ନାହିଁ। ତେଣୁ ସାଧକ, ଯିଏ ପ୍ରକୃତ ସାଧକ, ଆଧ୍ୟାତ୍ମିକ ଯୋଗୀ, ସେ କେବେ ହେଲେ ସ୍ୱାର୍ଥପର ହେଇପାରିବ ନାହିଁ। ସେଥିପାଇଁ ଯୁଗେ ଯୁଗେ ଆମେ ଦେଖୁ ପୁରାତନ ଯୋଗୀମାନେ ମଧ୍ୟ ସେମାନଙ୍କ ଭିତରେ ଗୋଟେ ସାଧାରଣ ଗୁଣ, କମନ ନେଚର ଯାହା ପ୍ରକାଶିତ ହେଇଥାଏ, ସେଟା ହଉଛି ମାନବ ପ୍ରୀତି, ଲଭ୍ ଫର ଦି ମ୍ୟାନକାଇଣ୍ଡ, ଲଭ୍ ଫର ଦି ହ୍ୟୁମାନିଟି। ସମଗ୍ର ମାନବ ଜାତି ପ୍ରତି ତାଙ୍କର ଅନ୍ତରଙ୍ଗ ଶ୍ରଦ୍ଧା। ସେଥିପାଇଁ ସେବା ଏବଂ ପରୋପକାରକୁ ସେମାନେ ଜୀବନର ବ୍ରତ କରିଥାନ୍ତି। କାରଣ ସେମାନେ ଜାଣନ୍ତି ଯେ ସମସ୍ତେ ହେଉଛନ୍ତି ତାଙ୍କର ଚେତନାର ସାମଗ୍ରିକ ଚେତନାର ଅଂଶ ବିଶେଷ ବା ଅଙ୍ଗ ବିଶେଷ। ତାପରେ ସାଧକ ମାନେ ମାଙ୍କୁ ପୁଣି ପ୍ରଶ୍ନ କରୁଛନ୍ତି ଯେ ଯଦି ପ୍ରକୃତରେ ଆମର ଆନ୍ତରିକ ଅବସ୍ଥା ଏଥିପାଇଁ ଦାୟୀ, ତାହେଲେ ବାହାରେ ଗୋଟେ ସ୍ୱାସ୍ଥ୍ୟକର ବାତାବରଣ ସୃଷ୍ଟି କରିବା, ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଏହାର କଣ କିଛି ଆବଶ୍ୟକତା ନାହିଁ? ମା କହୁଛନ୍ତି ହଁ ଅଛି। ଯେପର୍ଯ୍ୟନ୍ତ ମଣିଷ ସାଧାରଣ ଚେତନାରେ ବାସ କରୁଛି, ତା ପାଇଁ ଏ ଅବସ୍ଥା ଗୁଡ଼ିକ, ଏ ବ୍ୟବସ୍ଥା ଗୁଡ଼ିକ ରହିବା ଅନିବାର୍ଯ୍ୟ। କିନ୍ତୁ ଜଣେ ଯେତେବେଳେ ଯୋଗ ଜୀବନରେ ପ୍ରବେଶ କରୁଛି, ସିଏ ଆଉ ବାହ୍ୟ ଅବଲମ୍ବନ ଗୁଡ଼ିକୁ ଗୁରୁତ୍ୱ ଦେବ ନାହିଁ। କିନ୍ତୁ ବର୍ତ୍ତମାନ ତ ସେ ଆନ୍ତରିକ ଜୀବନ ଯାପନ କରୁଥିବା ଲୋକଙ୍କର ସଂଖ୍ୟା ଖୁବ କମ, ସେମାନଙ୍କ ସଂଖ୍ୟା ଅତି ବିରଳ। ତେଣୁ ସାଧାରଣ ଚେତନାରେ ଯେହେତୁ ମଣିଷ ରହୁଛି, ତା ପାଇଁ ଏସବୁ ବାତାବରଣର, ପରିବେଶର ବହୁତ ଆବଶ୍ୟକତା ରହିଛି। ସେଥିପାଇଁ ଆମେ ଡାକ୍ତରଖାନାର ସାହାଯ୍ୟ ନେବା, ଡାକ୍ତରଙ୍କର ସାହାଯ୍ୟ ନେବା, ଔଷଧର ସାହାଯ୍ୟ ନେବା, ଆମର ପରିବେଶକୁ ସ୍ୱଚ୍ଛ ରଖିବା, ସ୍ୱାସ୍ଥ୍ୟକର ବାତାବରଣଟି ସବୁବେଳେ ସୃଷ୍ଟି କରିବା, ଏସବୁର ଆବଶ୍ୟକତା ରହିଛି। କିନ୍ତୁ କଥା ହେଉଛି ଯେ ଆମେ ତା ଉପରେ ନିର୍ଭରଶୀଳ ହେବା ନାହିଁ। ସାଧକ ହିସାବରେ ଆମେ ବାହ୍ୟ ପରିବେଶ ଉପରେ ନିର୍ଭରଶୀଳ ହେବା ନାହିଁ।
ଆମେ ସବୁବେଳେ ଗୁରୁତ୍ୱ ଦେବା ଆମର ଆନ୍ତର ପରିବେଶ ଉପରେ। ଆମେ ସେଭଳି ସେଇ ଗାଉଁଲି ନିରକ୍ଷର ମାନଙ୍କ ଭଳି ମୂଢ ବି ହବା ନାହିଁ, କାରଣ ସ୍ୱଧର୍ମେ ନିଧନଂ ଶ୍ରେୟ ପରୋଧର୍ମ ଭୟାବହ। ଆମର ଚେତନାର ଅବସ୍ଥା ଜାଣିକିରି ଆମର ଧର୍ମ, ସେଟା ହଉ ଆମର ସ୍ୱଧର୍ମ। ସିଏ ଅଜ୍ଞାନ ବ୍ୟକ୍ତି ମୂଢ ଭାବରେ କାର୍ଯ୍ୟ କରୁଛି, ସେ ପ୍ରତିକୂଳ ଶକ୍ତି ପ୍ରତି ଉନ୍ମିଳିତ ନୁହେଁ, ସେଟା ହଉଛି ତାର ଗୋଟେ ଚେତନାଗତ ବୈଶିଷ୍ଟ୍ୟ, ତାର ଗୋଟେ ଆଡଭାନ୍ଟେଜ ସେଇଟା। କିନ୍ତୁ ଆମେ ତ ସେଭଳି ହେଇପାରିବ ନାହିଁ, ଚେତନାର ବେଗ୍ୟ ନାହିଁ, ପଛକୁ ଫେରି ପାରିବ ନାହିଁ, ଆମେ ପୁନର୍ବାର ସେ ଆଦିମ ବର୍ବର ହେଇପାରିବା ନାହିଁ। ତେଣୁ ଆମେ ଯେଉଁ ଅବସ୍ଥାରେ ଅଛନ୍ତି, ଆମେ ଆମର ସ୍ୱଧର୍ମ ପାଳନ କରିବା। ଆମର ସ୍ୱଧର୍ମ ହଉଛି ଯାହା ଆମର ଅନ୍ତର ପ୍ରେରଣା ଆସିବ, ଯେ ଆମେ ନିଜ ଭିତରେ ମାତୃଶକ୍ତି ପ୍ରତି, ଦିବ୍ୟ କୃପା ପ୍ରତି ବିଶ୍ୱାସଟିକୁ ଅଧିକରୁ ଅଧିକ ବଳବତ୍ତର କରିବା ପାଇଁ ଚେଷ୍ଟା କରିବା। ବାହ୍ୟ ନିୟମ ଗୁଡାକ ପାଳନ କରିବା, କିନ୍ତୁ ସବୁବେଳେ ବିଶ୍ୱାସଟିକୁ ବଳବତ୍ତର କରି ରଖିଥିବା। ଆମେ ଏଇ କଥାରେ ବିଶ୍ୱାସ କରିବା ଯେ ଜୀବାଣୁ ମାନେ ରୋଗ ସୃଷ୍ଟି କରନ୍ତି ନାହିଁ, ରୋଗ ସୃଷ୍ଟି କରିଥାଏ ଆମର ଚେତନାର ପ୍ରତିକୂଳ ଅବସ୍ଥା ବା ତମସାଚ୍ଛନ୍ନ ଅବସ୍ଥା। ଏବଂ ବିପରୀତ କ୍ରମେ ଔଷଧ ଗୁଡିକ ରୋଗ ଭଲ କରନ୍ତି ନାହିଁ, ବରଂ ଭଲ କରିଥାଏ ଆମର ବିଶ୍ୱାସ। ବିଶ୍ୱାସକୁ ମାଧ୍ୟମ କରି କାର୍ଯ୍ୟ କରିଥାଏ ଯେଉଁ ଦିବ୍ୟ କୃପା ବା ଦିବ୍ୟ ଶକ୍ତି। ପ୍ରକୃତରେ ଦିବ୍ୟ ଶକ୍ତି ଏବଂ ଅଦିବ୍ୟ ଶକ୍ତି, ପ୍ରତିକୂଳ ଶକ୍ତି ଭିତରେ ଯେଉଁ ନିରନ୍ତର ସଂଗ୍ରାମ ଚାଲିଛି, ଦେବାସୁର ସଂଗ୍ରାମ, ସେଥିରେ ସତ୍ୟର ବିଜୟ ସୁନିଶ୍ଚିତ, ସତ୍ୟମେବ ଜୟତେ। ଏବଂ ସେଥିପାଇଁ ଆମେ ରୋଗରେ ପଡ଼ିଲେ ମଧ୍ୟ ନିରାମୟ ହଉ, ଏପରିକି ମୃତ୍ୟୁ କବଳିତ ହେଇଗଲେ ମଧ୍ୟ ତାହା ସତ୍ୟର ପରାଜୟ ନୁହେଁ, ସେଟା ସତ୍ୟର ବିଜୟ। କାରଣ ଆହୁରି ଗୋଟେ ଅଧିକ ଯୋଗ୍ୟତର, ଉନ୍ନତତର, ଅଧିକ ଶକ୍ତିଶାଳୀ ଚେତନା ଗ୍ରହଣ କରି ପୁନର୍ବାର এই ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ ହେବା ପାଇଁ ଦିବ୍ୟଜନନୀ ଆମକୁ ନୂତନ ଶରୀର ପ୍ରଦାନ କରନ୍ତି। ଗୋଟେ ପୂର୍ଣ୍ଣଚ୍ଛେଦ ନୁହେଁ ବା ଗୋଟେ ସାମୟିକ ବିଶ୍ରାମ ସ୍ଥଳୀ। ମାଙ୍କର ତ ଏଭଳି ବହୁତ ଅନୁଭୂତି ଅଛି, ସମୟ ଅଭାବରୁ ବର୍ତ୍ତମାନ ଉପସ୍ଥାପନ କରିହେବ ନାହିଁ, ଯେ ଯେଉଁ ମହାମାରୀ ଗୁଡିକ ବି ହୁଏ ତାର ପଶ୍ଚାତରେ ଯେଉଁ ଗୋଟେ ବିରାଟ ପ୍ରତିକୂଳ ଶକ୍ତି କାର୍ଯ୍ୟ କରୁଥାଏ, ତା ବିରୁଦ୍ଧରେ ଛିଡା ହେବା ଭଳି ଗୋଟେ ଦୃଢ ଶକ୍ତି ଯେପର୍ଯ୍ୟନ୍ତ ସୃଷ୍ଟି ନଥାଏ ପ୍ରାଣୀ ଜଗତରେ, ସେ ପର୍ଯ୍ୟନ୍ତ ସେ ପ୍ରତିକୂଳ ଶକ୍ତି ଜୀବନ ନେଇ ଚାଲିଥାଏ। ଜାପାନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗୋଟେ ବିରାଟ ମହାମାରୀ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଗୋଟେ ବିରାଟ ମହାମାରୀ ଦେଖାଗଲା। ଏବଂ ମା ସେତେବେଳେ ତାଙ୍କର ଅନୁଭୂତି ଲେଖିଛନ୍ତି, ମା ଜାପାନରେ ଥିଲେ, ଦେଖିଲେ ସେ ଯେଉଁ ପ୍ରତିକୂଳ ଶକ୍ତି, ସେଇ ରୋଗର କାରଣ, ମା ସୂକ୍ଷ୍ମ ଚେତନାରେ ସମାଧିସ୍ଥ ହେଇକରି ସେ ପ୍ରତିକୂଳ ଶକ୍ତି ସହିତ ସଂଗ୍ରାମ କଲେ, ତାକୁ ପରାଜିତ କଲେ। ଏବଂ ସେଦିନ ପରେ ଆଉ ଜାପାନରେ କେହି ସେ ମହାମାରୀରେ ମରିବା ଦେଖାଗଲା ନାହିଁ। ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଯଦି ଆମେ ଅନ୍ତର୍ଚେତନାରେ ଦିବ୍ୟ କୃପା ପ୍ରତି ଦୃଢ ଭାବରେ ବିଶ୍ୱସ୍ତ ହୋଇ ରହିଥିବା, ତାହେଲେ କୌଣସି ରୋଗ, କୌଣସି ପ୍ରତିକୂଳ ଶକ୍ତି ଆମକୁ ଆକ୍ରମଣ କରିପାରିବ ନାହିଁ। ଆମେ ସୁସ୍ଥ ନିରାମୟ ଜୀବନ ଯାପନ କରିପାରିବା। ତେବେ ସମୟ ତ ହେଇଯାଇଛି, ବର୍ତ୍ତମାନ ପାଇଁ ଆଲୋଚନାକୁ ବିରାମ ଦେବା। ସମସ୍ତ ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରି ଆଜିର ଆଲୋଚନାକୁ ଏଠି ବିରାମ ଦଉଛି। ବନ୍ଦେ ମାତରମ୍।
ବର୍ତ୍ତମାନ ଗୋଟିଏ ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠ ଚକ୍ରକୁ ସମାପ୍ତ କରିବା। ମା 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 ମା